जय जगन्नाथ ଆପଣମାନଙ୍କୁ ପ୍ରଜ୍ୟୋତିଷ ସ୍ୱାଗତ। ପୌଷ ମାସ ପରେ ଆମର ମାଘ ମାସ ଆରମ୍ଭ ହେଇଥାଏ। ହିନ୍ଦୁ ଧର୍ମ ଅନୁସାରେ ବା ହିନ୍ଦୁ ଶାସ୍ତ୍ର ଅନୁସାରେ ମାଘ ମାସର ବହୁତ ବିଶେଷ ମହତ୍ତ୍ୱ ରହିଛି। ଧାର୍ମିକ ମାନ୍ୟତା ଅନୁସାରେ ଏହି ମାସରେ ଭଗବାନ ବିଷ୍ଣୁଙ୍କ ସହିତ ସୂର୍ଯ୍ୟ ଦେବଙ୍କୁ ପୂଜାର୍ଚ୍ଚନା କରାଯାଏ, ଯାହାଦ୍ୱାରା ସମସ୍ତଙ୍କର ମନୋକାମନା ପୂର୍ଣ୍ଣ ହୋଇଥାଏ। ଏହା ବ୍ୟତୀତ ଏହି ମାସରେ ସ୍ନାନ, ଦାନ, ପୂଜା ପାଠ, ଜପ ତପ ର ମହତ୍ତ୍ୱ ବହୁତ ବଢ଼ି ଯାଇଥାଏ। ଆଉ ଏଇ ମାସରେ ଏଇ ସବୁ କଲେ ତାର ବହୁତ ବିଶେଷ ମହତ୍ତ୍ୱ ମଧ୍ୟ ରହିଛି। ତା ସହିତ ଏମିତି ବି ମାନ୍ୟତା ରହିଛି, ମାଘ ମାସରେ ସ୍ନାନ ଦାନ କରିବା ଦ୍ୱାରା ଜୀବନରେ ସୁଖ ଶାନ୍ତି ତା ସହିତ ପୁଣ୍ୟ ପ୍ରାପ୍ତି ମଧ୍ୟ ହୋଇଥାଏ। ଏହି ବର୍ଷ 2025 ବର୍ଷରେ ଆମର 3 ଜାନୁଆରୀ 3 ଜାନୁଆରୀ ଶନିବାର ଦିନ ଆମର ହେଉଛି ପୌଷ ପୂର୍ଣ୍ଣିମା। ତ 4 ଜାନୁଆରୀ ଆମର ମାଘ ମାସ ଆରମ୍ଭ ହେଉଛି, ଯାହାକି ରବିବାର ଦିନ ପଡ଼ୁଛି। 4 ଜାନୁଆରୀ ଠାରୁ 1 ଫେବୃଆରୀ ଏଇ ଗୋଟେ ମାସର ସମୟ ଆମର ମାଘ ମାସ ହେଉଛି। ମାନେ ଆପଣଙ୍କର 4 ଜାନୁଆରୀରୁ 1 ଫେବୃଆରୀ ମାଘ ପୂର୍ଣ୍ଣିମା 1 ଫେବୃଆରୀ ପଡ଼ୁଛି, ଯାହାକି ରବିବାର ଦିନ। ଆଉ ମାନେ ରବିବାରରୁ ଆରମ୍ଭ ହୋଇ ରବିବାରରେ ଆପଣଙ୍କର ଶେଷ ହେଉଛି ମାଘ ମାସ। ହିନ୍ଦୁ ଧର୍ମ ଅନୁସାରେ ମାଘ ମାସର ବିଶେଷ ମହତ୍ତ୍ୱ ରହିଛି। ଭାରତୀୟ ସଂସ୍କୃତିରେ ବିଶେଷ କରି ଆମର 12ଟି ମାସ ରହିଥାଏ। 12ଟି ମାସ ଭିତରେ ସବୁ ମାସରେ କିଛି ନା କିଛି ମହତ୍ତ୍ୱ ରହିଥାଏ, ବ୍ରତ ରହିଥାଏ, ପୂଜା ପାଠ ରହିଥାଏ, କିନ୍ତୁ ମାଘ ମାସର ଟିକେ ବିଶେଷ ମହତ୍ତ୍ୱ ରହିଛି। ମାଘ ମାସକୁ ମଧ୍ୟ ଧର୍ମ ମାସ ବୋଲି କୁହାଯାଏ। ଆମର ଯେଉଁ 4ଟି ଧର୍ମ ମାସ ଭିତରେ ମାଘ ମାସ ହେଉଛି ଅନ୍ୟତମ। ଯେହେତୁ ମଘା ନକ୍ଷତ୍ର ଏହି ମାସରେ ସଂଯୁକ୍ତ ହେଇକରି ରହିଥାଏ, ତେଣୁ ଏହି ମାସକୁ ମାଘ ମାସ ବୋଲି କୁହାଯାଇଥାଏ। ତା ସହିତ ମାନେ ଏମିତି ବି ମାନ୍ୟତା ଅଛି, ଏହି ମାସରେ ଯେଉଁମାନେ ଥଣ୍ଡା ପାଣିରେ ମାନେ ଶୀତଳ ଜଳରେ ଯିଏ ମୁଣ୍ଡ ମାନେ ଆପଣ ଯେଉଁ ବୁଡ଼େଇକିନା ଯେଉଁ ଗାଧାନ୍ତି ବା ସ୍ନାନ କରନ୍ତି, ଯିଏ ମୁଣ୍ଡ ବୁଡ଼େଇକିନା ମୁଣ୍ଡ ଧୋଇକରି ଡୁବକି ଲଗେଇକିନା କେଉଁ ତୀର୍ଥ ସ୍ଥାନରେ ମୁଣ୍ଡ ଧୋଇକରି ଡୁବକି ଲଗେଇକିନା ଗାଧାଏ ବା ସ୍ନାନ କରେ, ସିଏ ସବୁ ପାପରୁ ତାର ଯାହା ବି ପାପ କିଛି ରହିଥାଏ ପାପରୁ ମୁକ୍ତ ହେଇଥାନ୍ତି, ସ୍ୱର୍ଗ ଲୋକ ପ୍ରାପ୍ତି ହୋଇଥାଏ। ଆପଣମାନେ ଦେଖିଥିବେ ଆର ବର୍ଷ ଆମ ପ୍ରୟାଗରାଜରେ ମାଘ ମାନେ କେତେ ବଡ଼ କୁମ୍ଭମେଳା ବସିଥିଲା। ତ କିନ୍ତୁ ପ୍ରତିବର୍ଷ ପ୍ରୟାଗରାଜରେ କ'ଣ ହେଇଥାଏ, ମାଘ ମେଳା ବସିଥାଏ, ଯେଉଁଠିକି ହଜାର ହଜାର ଭକ୍ତମାନେ ସଙ୍ଗମ ସ୍ଥଳରେ ମାନେ ଗଙ୍ଗା ଯମୁନା ସରସ୍ୱତୀ ତାଙ୍କରି ସ୍ଥଳରେ କ'ଣ କରିଥାନ୍ତି, ସ୍ନାନ କରିଥାନ୍ତି। ଠିକ୍ ଅଛି। ତ ଏମିତିକି କୁହାଯାଏ ଯେ ଏହି ଦିନରେ ଆପଣମାନେ ଯଦି କିଛି ବି ଦାନ ଧର୍ମ କରୁଛନ୍ତି ତାହେଲେ ମଧ୍ୟ ବହୁତ ଶୁଭକର ହେଇଥାଏ। ଏହି ସମୟରେ ଆପଣ ଯାହା ବି ଦାନ କରିବେ ତାର ମାନେ କିଛି ନା କିଛି ଶୁଭ ଫଳ ଆପଣଙ୍କୁ ମିଳିବ। ତା ବ୍ୟତୀତ ଏହି ମାସରେ ମାନେ ବହୁତ ମାନେ ମାସଟି ମାନେ ଏତେ ଭଲ ରହିଛି, କାରଣ ଏଇ ମାସରେ ବହୁତ କିଛି ଆପଣଙ୍କୁ ମାନେ ପୂଜା ବା ଆପଣଙ୍କର ଯାହା ବି ପୂଜା ପର୍ବ ମଧ୍ୟ ରହୁଛି। ଯେମିତିକି ଏଇ ମାସରେ ମକର ସଂକ୍ରାନ୍ତି, ସଙ୍କଟ ଚତୁର୍ଥୀ ବ୍ରତ, ଅଚଳା ସପ୍ତମୀ ବା ମାଘ ସପ୍ତମୀ, ମାଘୀ ପୂର୍ଣ୍ଣିମା, ତା ସହିତ ଏକାଦଶୀ ମଧ୍ୟ ରହୁଛି, ଅମାବାସ୍ୟା ରହୁଛି, ମାଘ ଅମାବାସ୍ୟା, ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜା ମଧ୍ୟ ରହୁଛି। ତା ବ୍ୟତୀତ ଏହି ଯେଉଁ ମାଘ ମାସରେ ଏମିତି କିଛି ବଡ଼ ପରମ୍ପରା ରହିଛି, ଯାହାକୁ ଆମକୁ ନିହାତି ଭାବରେ କରିବା ଆବଶ୍ୟକ। ପ୍ରଥମ ହେଉଛି ଯେ ଆପଣମାନେ ପ୍ରଥମ ପରମ୍ପରା ହେଉଛି ଯେ ଆମର ଯେକୌଣସି ତୀର୍ଥ ନଦୀରେ ସ୍ନାନ କରିବା। ମାଘ ମାସରେ ଗୋଟିଏ ଦିନ ହଉ ପଛେ କୌଣସି ତୀର୍ଥ ସ୍ଥଳରେ ଯେମିତିକି ଗଙ୍ଗା ଯମୁନା ସରସ୍ୱତୀ ନର୍ମଦା ପ୍ରୟାଗରାଜର ସଙ୍ଗମ ଯେଉଁଠି ବା ଏହିପରି ପବିତ୍ର ନଦୀରେ ସ୍ନାନ କରିବାର ବହୁତ ବଡ଼ ପରମ୍ପରା ରହିଛି। ଏହି ମାସରେ ନଦୀରେ ସ୍ନାନ ଯିଏ ବି କରନ୍ତି ତାଙ୍କୁ କୁହାଯାଏ ମାଘ ସ୍ନାନ ବୋଲି କୁହାଯାଏ। ଆଉ ଯେଉଁ ଲୋକ ଏହି ନଦୀରେ ସ୍ନାନ କରି ନ ପାରନ୍ତି ସେମାନେ କ'ଣ କରିବେ, ଘରେ ମଧ୍ୟ ଗଙ୍ଗା ଜଳ ପାଣିରେ ମିଶାଇ ସ୍ନାନ କରିବା ନିହାତି ଭାବରେ ଦରକାର, କାରଣ ସ୍ନାନର ଗୋଟେ ବହୁତ ବଡ଼ ମହତ୍ତ୍ୱ ରହିଛି ମାଘ ମାସରେ। ଦ୍ୱିତୀୟ ପରମ୍ପରା ହେଉଛି ପ୍ରୟାଗରାଜରେ କଳ୍ପବାସ ରହିବାର ନିୟମ ମଧ୍ୟ ଏଇ ମାସରେ ହେଇଥାଏ। ମାନେ ଆର ବର୍ଷ ତ ଆପଣମାନେ ଜାଣିଥିବେ ପ୍ରୟାଗରାଜରେ ମହା କୁମ୍ଭମେଳା ବସିଥିଲା, କିନ୍ତୁ ସବୁ ବର୍ଷ ମାଘ ମାସରେ ହିଁ କଳ୍ପବାସ ପ୍ରୟାଗରାଜରେ ବସିଥାଏ, ଯେଉଁଠିକି ଭକ୍ତମାନେ ପୁରା ମାଘ ମାସର ବ୍ରତ କରିଥାନ୍ତି। ଏତେ ଆପଣ ଜାଣିଥିବେ ମାଘ ଥଣ୍ଡା ମାନେ ମାଘ ମାସରେ କେତେ ଥଣ୍ଡା ପଡ଼ିଥାଏ,
କିନ୍ତୁ ସେଇ ସମୟରେ ବି ମାନେ କ'ଣ କରିଥାନ୍ତି, ବହୁତ ମାନେ କଳ୍ପବାସ ବସିଥାନ୍ତି। ଆଉ କଳ୍ପବାସ ଯେଉଁ ଭକ୍ତମାନେ ବସିଥାନ୍ତି ସେମାନେ ସାତ୍ତ୍ୱିକ ଭୋଜନ କରନ୍ତି, ମନ୍ତ୍ର ଜାପ କରନ୍ତି, ଭଗବାନଙ୍କ କଥା ଶୁଣନ୍ତି, ମାନେ ଗୋଟେ ନୀତି ନିୟମରେ ରୁହନ୍ତି ମାନେ ସେଇ ଗୋଟେ ମାସ। ତା ସହିତ ତୃତୀୟ ନିୟମ ରହୁଛି ରାଶି ଆଉ ଗୁଡ଼ ଦାନର କରିବାର ପରମ୍ପରା। ମାଘ ମାସରେ ଦାନ କରିବାର ବିଶେଷ ମହତ୍ଵ ରହିଛି। ଏଇ ମାସରେ ଆପଣ ଚାଉଳ ହେଲା କି କୌଣସି ଦରକାରୀ ବସ୍ତୁ, କପଡ଼ା, କମ୍ବଳ, ରାଶି, ଗୁଡ଼, ଘିଅ କି କିଛି ଆପଣଙ୍କର ଧନ ଏମିତି ଦାନ କରିବାର ପରମ୍ପରା ରହିଛି। ଯଦି ରାଶି କିନ୍ତୁ ମାନେ ମାନେ ଦାନ କରିବାର ବହୁତ ଆହୁରି ବେଶୀ ମାନେ ନିୟମ ଗୋଟେ ରହିଛି। ମାନେ ଏଇ ମାସରେ ଏଇଟା ନିହାତି ଭାବରେ ଦାନ କରିବା ଦରକାର। ଚତୁର୍ଥ ହେଉଛି ଆପଣଙ୍କର ବ୍ରତ ଆଉ ଉପବାସ କରିବାର ପରମ୍ପରା। ମାଘ ମାସରେ ଯାହା ବି ବ୍ରତ ରହିଲା, ଆପଣଙ୍କ ଏକାଦଶୀ ବ୍ରତ, ଅମାବାସ୍ୟା, ପୂର୍ଣ୍ଣିମା, ବସନ୍ତ ପଞ୍ଚମୀ, ତ ଏହି ତିଥିମାନଙ୍କର ବ୍ରତ ଉପବାସ କରିବାର ମଧ୍ୟ ପରମ୍ପରା ରହିଆସିଛି। ଏହି ମାସରେ ଯେଉଁ ମାଘୀ ଅମାବାସ୍ୟାକୁ ବି ମୌନି ଅମାବାସ୍ୟା କୁହନ୍ତି। ଏହି ସମୟରେ ଆପଣ ଭକ୍ତମାନେ କ'ଣ କରନ୍ତି, ମୌନ ରୁହନ୍ତି, ଚୁପଚାପ ରହି ସେଦିନଟାକୁ ଉପବାସ ବା ବ୍ରତ କରିଥାନ୍ତି। ଆଉ ଏଇ ଦିନ ଭଗବାନ ବିଷ୍ଣୁଙ୍କ ସହିତ ଭଗବାନ ଶିବଙ୍କର ମଧ୍ୟ ପୂଜା ଅର୍ଚ୍ଚନା କରିବା ନିହାତି ଭାବେ ଦରକାର। ତା ସହିତ ଆଉ ଗୋଟେ ନିୟମ ରହୁଛି, ପଞ୍ଚମ ନିୟମ, ଯେ ମାଘ ମାସରେ ସବୁଦିନ ମାନେ ପ୍ରତିଦିନ ପଞ୍ଚଦେବତାଙ୍କର ପୂଜା କରିବା ନିହାତି ଭାବେ ଦରକାର। ମାଘ ମାସରେ ଭଗବାନ ବିଷ୍ଣୁ, ପଞ୍ଚଦେବତା ଆମର କିଏ? ଭଗବାନ ବିଷ୍ଣୁ, ଭଗବାନ ଶିବ, ସୂର୍ଯ୍ୟଦେବ, ଗଣେଶ, ଭଗବାନ ଶ୍ରୀ ଗଣେଶ, ତାପରେ ଦେବୀ ଦୁର୍ଗାଙ୍କୁ ପୂଜା ଅର୍ଚ୍ଚନା ନିହାତି ଭାବରେ ପ୍ରତିଦିନ କରିବା ଦରକାର। ଏହି ପାଞ୍ଚ ଜଣଙ୍କୁ ମାନେ ପଞ୍ଚଦେବତାଙ୍କୁ ପୂଜା ଅର୍ଚ୍ଚନା ଯେମିତି ପଞ୍ଚୋପଚାର ବିଧିରେ ପୂଜା ଅର୍ଚ୍ଚନା କରିବା ନିହାତି ଭାବରେ ଦରକାର। ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ବି ପ୍ରତିଦିନ ଦେବା ଦରକାର। ତାପରେ ପରମ୍ପରା ହେଉଛି ରାଶି ଆପଣ ଦାନ କରିବା ସହିତ ରାଶି ମଧ୍ୟ ପ୍ରତିଦିନ କିଛି ନିଜେ ସେବନ କରିବା ଦରକାର କି ଖାଇବା ଦରକାର। ମାଘ ମାସରେ ରାଶିର ମହତ୍ଵ ବହୁତ ଅଧିକ ରହିଥାଏ। ରାଶିକୁ ଦାନ କରିବା ସହିତ ଆପଣ ଯଦି ରାଶି ମଧ୍ୟ ନିଜେ ଭୋଜନ ରୂପରେ ଗ୍ରହଣ କରିବା ନିହାତି ଭାବେ ଦରକାର। ରାଶିର ଆପଣ ଗୁଡ଼ରେ ତିଆରି କରିପାରିବେ, ରାଶି ଗୁଡ଼ ମିଶାଇ ଲଡ଼ୁ ତିଆରି କରିପାରିବେ, ମିଠା ତିଆରି କରିପାରିବେ, ନହେଲେ ରାଶି ତେଲ ମଧ୍ୟ ଆପଣ କୌଣସି ଖାଦ୍ୟରେ ମଧ୍ୟ ବ୍ୟବହାର କରିପାରିବେ। ତା ସହିତ ତାପରେ ଆଉ ଗୋଟିଏ ପରମ୍ପରା ବା ନିୟମ ରହୁଛି ଯେ ପ୍ରତିଦିନ ଟିକେ ଜଲ୍ଦି ଉଠିବା ସହିତ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା। ମାଘ ମାସରେ ସୂର୍ଯ୍ୟଦେବଙ୍କୁ ପୂଜା ପ୍ରତିଦିନ ନିହାତି ଭାବରେ କରିବା ଦରକାର। ତା ସହିତ ପ୍ରତିଦିନ ସୂର୍ଯ୍ୟୋଦୟ ପୂର୍ବରୁ ଆପଣ ମଧ୍ୟ ଉଠି ନିଜର ନିତ୍ୟକର୍ମ ସାରିବେ। ନିତ୍ୟକର୍ମ ସାରି ସୂର୍ଯ୍ୟଦେବଙ୍କୁ ତମ୍ଭା କଳସରେ ଅର୍ଘ୍ୟ ପ୍ରଦାନ କରିବା ନିହାତି ଭାବରେ ଦରକାର। ତା ସହିତ ଆଉ ଗୋଟେ ନିୟମ ବା ପରମ୍ପରା ରହୁଛି ଯେ ଭଗବାନ ଶିବଙ୍କର ଅଭିଷେକ କରିବା ଦରକାର। ମାଘ ମାସରେ ଭଗବାନ ଶିବଙ୍କୁ ପୂଜା ଅର୍ଚ୍ଚନା କରିବା ସହିତ ଯାହା ବି ଆପଣ ଭଗବାନ ବିଷ୍ଣୁଙ୍କର ତ ସେଟା ପ୍ରିୟ ମାସ, ତା ସହିତ ଆପଣ ଜାଣିଛନ୍ତି ହର ହରି ସମାନ। ତେଣୁ ଆପଣ ଯଦି ହରିଙ୍କୁ ପୂଜା କରୁଛନ୍ତି, ତ ସେଇ ମାସରେ ଯଦି ଆପଣଙ୍କ ହରଙ୍କୁ ମଧ୍ୟ ପୂଜା କରୁଛନ୍ତି ତାହେଲେ ମଧ୍ୟ ବହୁତ ଶୁଭ ହେଇଥାଏ। ମାଘ ମାସର ଯେଉଁ ସୋମବାର ଦିନ ପଡ଼ିବ, ସେଇ ସୋମବାରରେ ଆପଣ କ'ଣ କରିପାରିବେ, ଜଳ ଅର୍ପଣ କରିପାରିବେ। ତାଙ୍କୁ ଚନ୍ଦନ, ବେଲପତ୍ର, ଦୁଦୁରା ଏଇସବୁ ଦେଇ ଆପଣ ଅର୍ପଣ କରିପାରିବେ। ନମଃ ଶିବାୟର ମନ୍ତ୍ର ଜପ କରିପାରିବେ। ଏଇସବୁ ନିହାତି କରିବା ଦରକାର। ତା ସହିତ ଆପଣଙ୍କ ଘରେ ଯଦି ଭଗବାନ ବିଷ୍ଣୁଙ୍କର କୌଣସି ବି ପ୍ରତିମୂର୍ତ୍ତି ଅଛି, ଯେମିତିକି ପ୍ରଭୁ ନାରାୟଣ ଅଛନ୍ତି, କି ମହାପ୍ରଭୁ ଜଗନ୍ନାଥ ଅଛନ୍ତି, କି ବାଲଗୋପାଳ ଅଛନ୍ତି, ଭଗବାନ ଶ୍ରୀକୃଷ୍ଣ ଅଛନ୍ତି, ତ ତାଙ୍କୁ ମଧ୍ୟ ଅଭିଷେକ କରିବା ପଞ୍ଚୋପଚାର ବିଧିରେ ଟିକେ ଭଲ ଭାବରେ ସ୍ନାନ କରି ତାଙ୍କୁ ପ୍ରତିଦିନ ଗାଧୋଇବା, ମାନେ ତାଙ୍କୁ ପ୍ରତିଦିନ ପଞ୍ଚୋପଚାର ବିଧିରେ ପୂଜା କରିବା ନିହାତି ଭାବରେ ଦରକାର। ତା ସହିତ ମାଘ ମାସରେ ଆଉ ଗୋଟେ ନିୟମ ବା ପରମ୍ପରା ରହୁଛି। ମାଘ ମାସରେ କୌଣସି ବି ଆପଣଙ୍କ ପାଖରେ ଯେକୌଣସି ପୁରାଣ ବା ଗ୍ରନ୍ଥ ଅଛି ତାକୁ ପାଠ କରିବା ନିହାତି ଭାବରେ ଦରକାର। ମାଘ ମାସରେ ବିଶେଷ କରି ଭଗବାନ ବିଷ୍ଣୁଙ୍କର ସହସ୍ରନାମ, ଭଗବତ ଗୀତା, ରାମାୟଣ, ଶିବ ପୁରାଣ, ବିଷ୍ଣୁ ପୁରାଣ, ମାଘ ମାସର ମହାତ୍ମା ବହି, ପଦ୍ମ ପୁରାଣ, ଏସବୁ ଗ୍ରନ୍ଥ ପାଠ କରିବା ନିହାତି ଭାବରେ ଦରକାର। ଯଦି ଆପଣଙ୍କୁ ସମୟ ମିଳୁନି, ପାଠ କରିପାରୁନାହାନ୍ତି, ପଢ଼ି ପାରୁନାହାନ୍ତି, ତାହେଲେ ଆପଣ କୌଣସି ପ୍ରବଚନରେ ଶୁଣିପାରିବେ ନା ଘରେ, ନହେଲେ ଆପଣ ଟିଭି ମାଧ୍ୟମରେ ହଉ, ଫୋନ ମାଧ୍ୟମରେ ହଉ ଆପଣ ମଧ୍ୟ ଶୁଣିପାରିବେ।
ଏଇ ସବୁ ନିୟମ ବା ପରମ୍ପରା ରହିଛି ମାଘ ମାସର। ତା ସହିତ ମାଘ ମାସରେ ଏମିତି କିଛି କାମ ମାନେ ନିହାତି ଭାବରେ କରିବା ନିହାତି ଭାବରେ ଦରକାର। ତ ସେ କାମ ଗୁଡ଼ାକ ହେଉଛି, ଯଦି ମାଘ ମାସରେ ଆପଣଙ୍କ ଘରକୁ କୌଣସି ଭିକାରୀ ହେଲା କି କିଏ ଗୋଟେ ସହାୟତା ମାଗିକରି, ଆଉ କୌଣସି ବ୍ୟକ୍ତି ବା କୌଣସି ଅସହାୟ ବ୍ୟକ୍ତି ଆପଣଙ୍କ ଘରକୁ ଆସିଲା, ତ ଆପଣ ତାକୁ ଖାଲି ହାତରେ କେବେ ବି ପଠାନ୍ତୁ ନାହିଁ। କିଛି ନା କିଛି ତା ପାଇଁ ତାକୁ ସାହାଯ୍ୟ କରନ୍ତୁ। ତା ସହିତ ମାଘ ମାସରେ ଆମିଷ ଭକ୍ଷଣ କି ଆମିଷ ଭକ୍ଷଣ କରିବା ଉଚିତ ନୁହେଁ। ତା ବ୍ୟତୀତ ମାଘ ମାସରେ ପବିତ୍ର ନଦୀରେ ସ୍ନାନ କରିବା ନିହାତି ଭାବେ ଦରକାର। ଯଦି ପବିତ୍ର ନଦୀରେ ସ୍ନାନ କରିପାରୁନାହାନ୍ତି ଘରେ, ତାହେଲେ ଗଙ୍ଗା ଜଳରେ ସ୍ନାନ କରନ୍ତୁ। ଏଇ ମାସରେ ଦାନ ପୁଣ୍ୟର ମହତ୍ଵ ବହୁତ ଅଧିକ ରହିଛି। ତ ଦାନ ପୁଣ୍ୟ ଆପଣଙ୍କର ନିଜର ସାମର୍ଥ୍ୟ ହିସାବରେ କିଛି ନା କିଛି ଦାନ ପୁଣ୍ୟ କରନ୍ତୁ। ତା ବ୍ୟତୀତ ଯେଉଁମାନେ ସାଧୁ ଅଛନ୍ତି, ସାଧକ ଅଛନ୍ତି, ତାଙ୍କୁ କେବେ କଡ଼ା ବଚନରେ କଥା ହେବା, ତାଙ୍କ କଥା ହେବା ବି ମଧ୍ୟ ଉଚିତ ନୁହେଁ। ତା ବ୍ୟତୀତ ଏହି ମାସରେ ନିଜ ମନରେ ବି ମୋହ, ଈର୍ଷା, ଲୋଭ ଏସବୁ ରଖିବା, କାହାର ଚୁଗଲାମି କରିବା, ନିନ୍ଦା ଅପମାନ କରିବା, ଏସବୁ କରିବା ମଧ୍ୟ ଠିକ ନୁହେଁ। ତାକୁ ସବୁ ତ୍ୟାଗ କରିବା ଦରକାର। ମାଘ ମାସରେ ରାଶି ଆଉ ଗୁଡ଼ ସେବନ କରିବା ସହିତ ତାକୁ ଦାନ କରିବା ଦ୍ୱାରା ମଧ୍ୟ ବିଶେଷ ଲାଭକାରୀ ହୋଇଥାଏ। ମାଘ ମାସରେ ଭଗବାନ ବିଷ୍ଣୁଙ୍କୁ ପୂଜା ମଧ୍ୟ କରିବା ଦ୍ୱାରା ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ, ପାପରୁ ମଧ୍ୟ ମୁକ୍ତି ମିଳିଥାଏ। ଏଇଭଳି କିଛି ନା କିଛି ନିୟମ ରହିଛି ମାଘ ମାସର, ଯାହାକି ମାଘ ମାସର ମହତ୍ଵକୁ ବହୁତ ଅଧିକ ବଢ଼େଇ ଦେଉଛି। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ବହୁତ ପସନ୍ଦ ଆସିଥିବ। ଯଦି ଆସିଛି ତାହେଲେ ଏହି ଚ୍ୟାନେଲକୁ ଜଲ୍ଦି କରି ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।